ଦେଖନ୍ତୁ 2029 ନିର୍ବାଚନ ପୂର୍ବରୁ ଖାଲି ଓଡ଼ିଶାରେ ନୁହେଁ ସାରା ଭାରତ ବର୍ଷରେ ଲୋକସଭାର ଆସନ ସଂଖ୍ୟା ବଢ଼ିବ। ଲୋକ ସଂଖ୍ୟାର ଆସନ ସଂଖ୍ୟା ବଢ଼ିଲା ମାନେ ବିଧାନସଭା ମଧ୍ୟ ସମାନୁପାତ ଭାବରେ ବଢ଼ିବ। ତେଣୁ ସେଇ ଆଧାରରେ ମୁଖ୍ୟମନ୍ତ୍ରୀ ଏଭଳି ଟିପ୍ପଣୀ ଦେଇପାରିଥାନ୍ତେ। ଜାତୀୟ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ହେଉଛି ସେ ଚର୍ଚ୍ଚାର ବର୍ତ୍ତମାନ ସୁଦ୍ଧା ସତ୍ୟତା କିଛି ଜଣା ନାହିଁ। କାହିଁକି ନା 2026 ଆମର ବର୍ତ୍ତମାନ ଯେଉଁ ସେନ୍ସସ୍ ଚାଲିଛି ପୁଣି 2027 ଯାଏଁ ବି ଚାଲିବ। ତାପରେ ଯେଉଁ ଡିଲିମିଟେସନ କମିଶନ ଗଠନ କରାଯିବ ଲୋକ ସଂଖ୍ୟା ଆଧାରରେ ସେମାନେ କରିବେ। ଏବଂ ଗୋଟେ ଚର୍ଚ୍ଚା ଆପଣ ମଝିରେ ଶୁଣିଥିବେ ଯେ এই ଡିଲିମିଟେସନ ପ୍ରୋସେସ ଦ୍ୱାରା ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ବେଶୀ କ୍ଷତିଗ୍ରସ୍ତ ହେବେ। କାହିଁକି ନା ସେମାନେ ଜନସଂଖ୍ୟା ନିୟନ୍ତ୍ରଣ କରିଛନ୍ତି ଏବଂ ଯଦି ଲୋକ ସଂଖ୍ୟା ଆଧାରରେ କରାହେଉଛି ତାହେଲେ ଆଉ ସେମାନଙ୍କର ଗୋଟେ ଧାରଣା ରହୁଛି, ଆଶଙ୍କା ରହୁଛି ଉତ୍ତର ଭାରତରେ ଯେତିକି ରହିବ ଦବଦବା ଆମର ସେତିକି ରହିବନି। ଓଡ଼ିଶା ମଧ୍ୟ ତା ଦ୍ୱାରା କ୍ଷତିଗ୍ରସ୍ତ ହେବ, କାହିଁକି ଆମର ମଧ୍ୟ ଜନସଂଖ୍ୟା ଗୋଟେ ନିୟନ୍ତ୍ରଣରେ ରହିଛି। ଆମର ମଧ୍ୟ କୁହାଯାଉଛି ଲୋକସଭାରେ କିଏ କହୁଛନ୍ତି 21 ରୁ 24 ହେବ, କିଏ କହୁଛନ୍ତି 21 ରୁ 27 ହେବ। ଯେହେତୁ ନିର୍ଦ୍ଦିଷ୍ଟ ଭାବରେ କିଛି ଗାଇଡଲାଇନ୍ ବାହାରିନି, ଯିଏ ଯାହା ହିସାବରେ ସ୍ପେକୁଲେସନ କରାହଉଛି। ତେଣୁ ସେଇ ହିସାବରେ ମୁଖ୍ୟମନ୍ତ୍ରୀ 50 ସିଟ୍ କଥା କହିଥିବେ। ଏବଂ ସବୁଠାରୁ ବଡ଼ କଥା ହେଉଛି ଯେ 1977 ନିର୍ବାଚନ ପରେ 1970 ପରେ ବଢ଼ିନି, 1977 ନିର୍ବାଚନ ପରେ ଆଉ ସିଟ୍ ବଢ଼ି ନାହିଁ। 2009 ମସିହାରେ ଗୋଟେ ଡିଲିମିଟେସନ ହେଇଥିଲା, 2002 ମସିହାରେ ଯେଉଁ କାର୍ଯ୍ୟକାରୀ କରାଯାଇଥିଲା ସେଇ ସମୟରେ କ'ଣ ହେଇଥିଲା ଆପଣ ଦେଖିବେ ଓଡ଼ିଶାର 147 କିନ୍ତୁ କନଷ୍ଟିଚ୍ୟୁଏନ୍ସିର ବାଉଣ୍ଡରୀ ବଦଳି ଯାଇଥିଲା। ତେଣୁ ଏବେ ଆଗାମୀ ଦିନରେ ବାଉଣ୍ଡରୀ ବଦଳିବ ନା ନୂଆ ହବ ସେ ନେଇକି ସ୍ପଷ୍ଟ ଗାଇଡଲାଇନ୍ ଆସିନାହିଁ। ଏବଂ ଆଉ ସବୁଠାରୁ ବଡ଼ କଥା ହେଉଛି ଆପଣମାନେ ଜାଣିଥିବେ ଯେ ମହିଳାମାନଙ୍କୁ 33% ରିଜର୍ଭେସନ ଦିଆଯାଉଛି। ତେଣୁ ସେଇ ହିସାବରେ କ'ଣ ଆକଳନ କରାଯିବ, କ'ଣ ଆଲୋଚନା କରାଯିବ, ଯେତେ ପର୍ଯ୍ୟନ୍ତ ଆମର ଡିଲିମିଟେସନ କମିଶନ ଗଠନ କରାଯାଇ ନାହିଁ, ସେ କମିଶନର କ୍ରାଇଟେରିଆ କୋଉ ଗାଇଡଲାଇନ୍ ଆଧାରରେ କରାଯାଇଛି ତାହା ହେଇନାହିଁ, ସେ ପର୍ଯ୍ୟନ୍ତ ଆମେ କୌଣସି ନିଷ୍କର୍ଷରେ ପହଞ୍ଚି ପାରିବାନି। କିନ୍ତୁ ଯେହେତୁ ଲୋକସଭା ଗୋଟେ ବିରାଟ ବଡ଼ କରାହେଇଛି ଭବିଷ୍ୟତକୁ ଆଖି ଆଗରେ, କାରଣ ଆପଣ ଯୋଉ ଗୋଟେ ଘରଟିଏ କରୁଛନ୍ତି ଏଇ ଚର୍ଚ୍ଚାଟି କାହିଁକି ହେଲା କି ବିଧାନସଭା ଆଉ ଲୋକସଭା ଭବନର ନୂତନ ଶିଳାନ୍ୟାସ ଦିଆଗଲା। ସମୟ ବଦଳୁଛି, ତେମେ ପୁଣି 100 ବର୍ଷ ପାଇଁ ଚିନ୍ତା କରିବ। ତେଣୁ ସେଟା 29 ହେଇପାରେ, 34 ହେଇପାରେ, 39 ହେଇପାରେ, ଆଉ ଗୋଟେ ଉତ୍ତର ପିଢ଼ି ପାଇଁ ହେଇପାରେ। ଆଉ ତ ଏଇଟା ଯୋଉ ଆମର ଛୋଟକାଟିଆ ଘର ନୁହେଁ ଯେ ଆପଣ ପ୍ରତି ବର୍ଷ କି ଚେଞ୍ଜ କରିଦେବେ। ତେଣୁ ସେଇ ହିସାବରେ ଗୋଟେ ବିରାଟ ପରିକଳ୍ପନା କରାହେଇଛି 2036 ର ସମୃଦ୍ଧ ଓଡ଼ିଶାକୁ ଆଖି ଆଗରେ ରଖି। କିନ୍ତୁ ଏଯାବତ୍ ଯାହା ବି ଗଣମାଧ୍ୟମରେ ପ୍ରକାଶ ପାଉଛି ମୁଖ୍ୟମନ୍ତ୍ରୀ କହିଛନ୍ତି ବୋଲି ସେମିତି କିଛି ମାନେ ନାହିଁ। 50 ହେଇପାରେ, 10 ହେଇପାରେ, ବିଲକୁଲ ନ ବଢ଼ି ବି ପାରେ, ଯେ ପର୍ଯ୍ୟନ୍ତ ସ୍ପଷ୍ଟ ଗାଇଡଲାଇନ୍